ପ୍ରଥମ ପ୍ରଶ୍ନ, which organization has launched the campaign Imagine a world with more women in science? କେଉଁ ସଂସ୍ଥା Imagine a world with more women in science ଅଭିଯାନ ଆରମ୍ଭ କରିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ, ୟୁନାଇଟେଡ୍ ନେସନ୍ସ ଏଜୁକେସନାଲ ସାଇଣ୍ଟିଫିକ୍ ଆଣ୍ଡ କଲଚରାଲ ଅର୍ଗାନାଇଜେସନ୍ ୟୁନେସ୍କୋ। ପରବର୍ତ୍ତୀ ପ୍ରଶ୍ନ, ତିରୁପରନକୁଣ୍ଡ୍ରମ୍ ହିଲ୍ which was seen in news is located in which state? ତିରୁପୁରାନକୁଣ୍ଡ୍ରମ୍ ପାହାଡ଼ ଯାହା ସମ୍ବାଦରେ ଦେଖାଯାଇଥିଲା କେଉଁ ରାଜ୍ୟରେ ଅବସ୍ଥିତ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି, ତାମିଲନାଡୁ। ତାମିଲନାଡୁ ଏହାର କ୍ୟାପିଟାଲ ହେଉଛି ଚେନ୍ନାଇ। ତାମିଲନାଡୁ ଫର୍ମେସନ୍ ହେଇଥିଲା 1 ନଭେମ୍ବର 1956 ମସିହାରେ। ଡିଷ୍ଟ୍ରିକ୍ଟ ସଂଖ୍ୟା 38। ଏହାର ଗଭର୍ଣ୍ଣର ହେଉଛନ୍ତି ଆର୍.ଏନ୍. ରବି। ଚିଫ୍ ମିନିଷ୍ଟର ହେଉଛନ୍ତି ଏମ୍.କେ. ଷ୍ଟାଲିନ, ଡିଏମ୍କେ ପାର୍ଟିର ଅଛନ୍ତି। ପରବର୍ତ୍ତୀ ପ୍ରଶ୍ନ, which two countries launched the trust initiative to boost cooperation in critical minerals in February 2025? ଫେବୃଆରୀ 2025ରେ କେଉଁ ଦୁଇ ଦେଶ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥରେ ସହଯୋଗ ବୃଦ୍ଧି କରିବାକୁ ଟ୍ରଷ୍ଟ ପଦକ୍ଷେପ ଆରମ୍ଭ କରିଥିଲେ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି, ଇଣ୍ଡିଆ ଆଣ୍ଡ ୟୁନାଇଟେଡ୍ ଷ୍ଟେଟ୍ସ। ପରବର୍ତ୍ତୀ ପ୍ରଶ୍ନ, where was the 8th edition of Indian Ocean Conference IOC organized? ଭାରତ ମହାସାଗର ସମ୍ମିଳନୀର ଅଷ୍ଟମ ସଂସ୍କରଣ କେଉଁଠାରେ ଆୟୋଜିତ ହୋଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ, ମସ୍କଟ, ଓମାନଠାରେ ଇଣ୍ଡିଆନ୍ ଓସେନ୍ କନଫରେନ୍ସ ଅନୁଷ୍ଠିତ ହୋଇଥିଲା। ପରବର୍ତ୍ତୀ ପ୍ରଶ୍ନ, ଲାଖୋଆ ବୁରହାଚି ପରୀ ୱାଇଲ୍ଡଲାଇଫ୍ ସେଞ୍ଚୁରୀ is located in which state? ଲାଖୋଆ ବୁରହାଚା ପରୀ ବନ୍ୟପ୍ରାଣୀ ଅଭୟାରଣ୍ୟ କେଉଁ ସହରରେ ଅବସ୍ଥିତ ବା କେଉଁ ରାଜ୍ୟରେ ଅବସ୍ଥିତ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି, ଆସାମ। ପରବର୍ତ୍ତୀ ପ୍ରଶ୍ନ, what is the primary objective of the workshop recently conducted by the Office of the Chief Controller of Accounts CCA of the Ministry of Mines? ନିକଟରେ ଖଣି ମନ୍ତ୍ରାଳୟର ମୁଖ୍ୟ ନିୟନ୍ତ୍ରକ କାର୍ଯ୍ୟାଳୟଙ୍କ କାର୍ଯ୍ୟାଳୟ ଦ୍ୱାରା ପରିଚାଳିତ କର୍ମଶାଳାର ମୂଳ ଉଦ୍ଦେଶ୍ୟ କ'ଣ ଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି, providing information on the functionality and benefits of the e-bill system. ପରବର୍ତ୍ତୀ ପ୍ରଶ୍ନ, who has been appointed as India's 26th Chief Election Commissioner? ଭାରତର 26ତମ ମୁଖ୍ୟ ନିର୍ବାଚନ କମିଶନର ଭାବେ କିଏ ନିଯୁକ୍ତ ହୋଇଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି, ଜ୍ଞାନେଶ କୁମାର। Ganesh Kumar has been appointed as the 26th Chief Election Commission of India. Ganesh Kumar 26ତମ ଚିଫ୍ ଇଲେକ୍ସନ କମିଶନ ଅଫ୍ ଇଣ୍ଡିଆ ଭାବେ ନିଯୁକ୍ତ ହୋଇଛନ୍ତି। ପୂର୍ବରୁ କିଏ ଥିଲେ? ରାଜୀବ କୁମାର। ପରବର୍ତ୍ତୀ ପ୍ରଶ୍ନ, under the AI for Entrepreneurship initiative launched by the government of India, how many lakh youths are targeted to be trained?
ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏଣ୍ଟରପ୍ରାଇଜେସ୍ ପଦକ୍ଷେପ ଅନୁଯାୟୀ କେତେ ଲକ୍ଷ ଯୁବକଙ୍କୁ ତାଲିମ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ 1 ଲାଖ। ପରବର୍ତ୍ତୀ ପ୍ରଶ୍ନ, ଇନ୍ ହ୍ୱିଚ୍ କଣ୍ଟ୍ରି ୱାଜ୍ ଦ ଷ୍ଟାଚ୍ୟୁ ଅଫ୍ ତାମିଲ ପୋଏଟ୍ ଆଣ୍ଡ ଫିଲୋସଫର ଥିରୁବଲ୍ଲଭାରନ୍ ରିସେଣ୍ଟଲି ଅନଭିଲ୍ଡ? କେଉଁ ଦେଶରେ ତାମିଲ କବି ତଥା ଦାର୍ଶନିକ ଥିରୁଭାଲ୍ଲଭାରନ୍ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଫିଲିପିନ୍ସ। ପରବର୍ତ୍ତୀ ପ୍ରଶ୍ନ, where is the fifth multilateral naval exercise Komodo being conducted? ପଞ୍ଚମ ବହୁପକ୍ଷୀୟ ନାଭାଲ ବ୍ୟାୟାମ କମୋଡୋ କେଉଁଠାରେ ଚାଲିଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଇଣ୍ଡୋନେସିଆ। ପରବର୍ତ୍ତୀ ପ୍ରଶ୍ନ, who was recently honored with the title of honorary knighthood in the UK? ବ୍ରିଟେନରେ ସମ୍ମାନଜନକ ନାଇଟହୁଡ୍ ଆଖ୍ୟା ପାଇଁ କିଏ ସମ୍ମାନିତ ହୋଇଥିଲେ? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଏନ୍ ଚନ୍ଦ୍ରଶେଖରନ୍।